हेलो ପିଲାମାନେ ୱେଲକମ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଜବ୍। ତ ପିଲାମାନେ ସର୍ବପ୍ରଥମେ ତୁମମାନଙ୍କୁ ଅନୁରୋଧ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏବଂ ତୁମ ସାଙ୍ଗମାନଙ୍କ ପାଖକୁ ସେୟାର କର, କାହିଁକି ନା ତୁମେମାନେ ଏହି ଚ୍ୟାନେଲରେ ଏମିତି ନୂଆ ଭିଡ଼ିଓ ଦେଖିବାକୁ ପାଇବ। ତାହେଲେ ଚାଲ ଶୀଘ୍ର ଶୀଘ୍ର ଆମେ ଡେରି ନକରି ପାଠଟି ଆରମ୍ଭ କରିବା। ଦେଖ, ଏଇଟା ହେଲା ଗୋଟିଏ କାହାଣୀ, ପାଠ ନମ୍ବର 3। ଆସ ଆମେ କାହାଣୀ ଶୁଣିବା। ପ୍ରସଙ୍ଗର ନାମ ହେଲା ଆମ ପରିବାର। ପାଠ ନାମ ହେଲା ମୁନି ଦେଲା ହସି। ଦେଖ, ଅମର ବାବୁ ମୋଟର ଗାଡ଼ିରେ ବସି ବୁଲିବାକୁ ବାହାରିଲେ। ସାଥିରେ ଘର ଲୋକମାନେ ମଧ୍ୟ ଥିଲେ। ଅମର ବାବୁ ବୁଲିବାକୁ ବାହାରିଲେ ଓ ତାଙ୍କ ସାଥିରେ ସେ ଘର ଲୋକମାନଙ୍କୁ ମଧ୍ୟ ନେଇକି ଯାଉଥିଲେ। ମୋଟର ଗାଡ଼ି ଝରଣା କଡ଼ ବାଟ ଦେଇ ଯାଉଥିଲା। ବାଟରେ ମକା ଆଦି ସବୁଜ କ୍ଷେତ ସଭିଏଁ ଖୁସିରେ ଦେଖୁଥିଲେ। ଦେଖ ପିଲାମାନେ, ଏଇଟା ସେ ଗାଡ଼ିଟା ଝରଣା ବାଟ ଦେଇ ଯାଉଛି। ବାଟରେ ସବୁ ସମସ୍ତେ ମକା କ୍ଷେତ ମାନେ ଦେଖ, ଏଇଟା ଝରଣା ଦେଖୁଛ, ଏଇଟା ବାଇକ୍ରେ ଯାଉ, ଏଇଟା ଗାଡ଼ିରେ ଯାଉଛନ୍ତି ସମସ୍ତେ। ଦେଖ, ପରିବାର ଲୋକ ଦେଖ ଝରଣା ବାଟ ଦେଇ ଯାଉଛନ୍ତି। ଦେଖୁଛ ନା, ଏଇଟା ଗାଡ଼ିଟା ଅଛି, ଦେଖିଲ, ଏଇଟା ଝରଣା ଦେଖ ପିଲାମାନେ ବହୁଛି। ଦେଖ, ଝରଣା ପାଖରେ ଗଛଟିଏ ଥିଲା। ପିଲାଟା ଝରଣା ଯାଇଛି, ଦେଖ ପାଖରେ କ'ଣ ଅଛି? ଗଛଟିଏ ଅଛି। ଗଛ ପାଖରେ ଗାଡ଼ି ଅଟକିଲା। ଏଇଟା ଗଛ ଅଛି, ଦେଖ ଗଛ ପାଖରେ ଗାଡ଼ି ଏତି ଅଟକିଛି। ବଗଟିଏ ସେଠାରେ ମାଛ ଧରି ବସିଥିଲା। ଏଇଟା ଦେଖ ପିଲାମାନେ, ବଗଟିଏ ଅଛି, ମାଛ ଧରିକି ସେ ବସିଛି ଗଛ ଉପରେ। ହଠାତ୍ ମାଛଟି ତା ପାଟିରୁ ତଳକୁ ଖସି ପଡ଼ି ଛଟପଟ ହେଲା। ପିଲାମାନେ ବଗଟି ଧରିଲା ହେଲେ ସେ ମାଛ ଦେଖୁଛ, ମାଛଟି ତଳେ ପଡ଼ିଗଲା ଏବଂ ଛଟପଟ ହେଲା। ସେ ପୁଣି ମାଛକୁ ନେବାକୁ ଆସୁଥିଲା। ଦେଖ, ଏଇଟା ବଗଟା ପୁଣି ସେ ମାଛକୁ ଧରିବା ପାଇଁ ଆସୁଛି। ଅମର ବାବୁଙ୍କ ଝିଅ ମୁନି, ଏଇଟା ଦେଖ ଅମର ବାବୁଙ୍କ ତାଙ୍କ ଝିଅ ହେଲା ମୁନି, ଟିକି ମାଛଟିକୁ ଧରି, ଦେଖ ମାଛଟି ସେ ଧରିନେଲା। କେଉଁ ମାଛ? ଯେଉଁ ମାଛ କିଛି ବଗ ପାଟିରେ ଧରିଥିଲା ଏବଂ ବଗରୁ ତଳେ ପଡ଼ିଗଲା। ସେ ମାଛକୁ ଅମର ବାବୁର ଝିଅ ମୁନି ହାତରେ ଧରିନେଲା। ସେ ତାକୁ ନେଇ ଝରଣା ପାଣିରେ ଛାଡ଼ିଦେଲା। ସେ ମୁନି ସେ ମାଛଟିକୁ ନେଲା ଏବଂ ଝରଣା ପାଣିରେ ଛାଡ଼ିଦେଲା। ମାଛଟି ଖୁସି ହୋଇ ମୁନିକୁ ଚାହିଁଲା। ଯେତେବେଳେ ସେଇ ମାଛଟିକୁ ମୁନି ଝରଣା ପାଣିରେ ଛାଡ଼ି ଦେଇଛି, ମାଛଟି ମୁନିକୁ ଦେଖିଲା ଏବଂ ଖୁସି ହେଲା। ମୁନି ତାକୁ ଦେଖି ହସିଲା। ମୁନି କାହାକୁ ଦେଖି ହସିଲା? ସେ ମାଛଟିକୁ ଦେଖି ମୁନି ହସିଲା। ମାଛଟି ପାଣି ଭିତରକୁ ମନ ଖୁସିରେ ଚାଲିଗଲା। ଦେଖ ପିଲାମାନେ, ଏଇଟା ସେ ମୁନି ହସୁଛି, ମାଛଟି ଦେଖ ପାଣି ଭିତରେ ଅଛି, ସେ ମୁନିକୁ ଦେଖି ହସୁଛି ଏବଂ ମୁନି ମଧ୍ୟ ତାହାକୁ ଦେଖି ହସୁଛି ଏବଂ ଖୁସିରେ ସେ ମାଛଟି ପାଣି ଭିତରକୁ ଚାଲିଗଲା। ଦେଖ ପିଲାମାନେ, ନମ୍ବର 1, ଆସ କଥା ହେବା। ଅମର ବାବୁ କେଉଁଥିରେ ବସି ବୁଲିବା ପାଇଁ ଯାଉଥିଲେ? ପିଲାମାନେ, ସେ ଗାଡ଼ିରେ ବୁଲିବା ପାଇଁ ଯାଉଥିଲେ। ନମ୍ବର ଖ, ସମସ୍ତେ କ'ଣ ଦେଖି ଖୁସି ହେଉଥିଲେ? ପିଲାମାନେ ଯେଉଁ ମାନେ ଯେଉଁ ଥିଲା ସେଇ ଝରଣା ପାଖରେ, ସେଟା ଦେଖି ସେମାନେ ଖୁସି ହେଉଥିଲେ। ବଗ କ'ଣ? ବଗ ପିଲାମାନେ ମାଛ ଧରିଥିଲା। ମାଛଟି କିପରି ବଞ୍ଚିଲା? ମୁନି ତାକୁ କ'ଣ କଲା? ପାଣିରେ ଛାଡ଼ିଦେବାରୁ ମାଛଟି ବଞ୍ଚିଲା। ମୁନି କାହିଁକି ହସିଲା? ମାଛ ତାକୁ ଦେଖି ଯେତେବେଳେ ହସିଛି, ସେଥିପାଇଁ ମୁନି ମଧ୍ୟ ମାଛକୁ ଦେଖି ହସିଲା। ନମ୍ବର 2 ଦେଖ, କ'ଣ ଦେଇଛି? ତଳ ଚିତ୍ରଗୁଡ଼ିକର ନାମ କହିବା। ମ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ର ତଳେ ଥିବା କୋଠଟା ଆମେ କ'ଣ ଦେବା? ରଙ୍ଗ ଦେବା। ଏଇଟା ହେଲା ମକା, ମୋ ଅକ୍ଷର ଷ୍ଟାର୍ଟ ହେଉଛି, ସେଥିପାଇଁ ଏଇଟାକୁ ଆମେ କ'ଣ କରିବା? ରଙ୍ଗ ଲଗାଇବା। କାଉ ହେଉଛି କି ନାହିଁ? ଏଥିରେ ଆମେ ରଙ୍ଗ ଦେବା ନାହିଁ। ମଗ, ଏଇଟା ବି ଏଥିରେ ଆମେ ରଙ୍ଗ ଦେବା। ମୟୂର ବି ମୋ ଅକ୍ଷର ଷ୍ଟାର୍ଟ ହେଉଛି, ସେଥିପାଇଁ ଏଥିରେ ରଙ୍ଗ ଦେବା। ଗଛ ହେଉଛି କି ନାହିଁ? ସେଥିପାଇଁ ଆମେ ଏଥିରେ ରଙ୍ଗ ଦେବା ନାହିଁ। ନମ୍ବର 3 ଦେଖ, କ'ଣ ଅଛି? ନମ୍ବର 3ରେ ସାଙ୍ଗ ସହ କଥା ହୁଅ। ମୋ ଅକ୍ଷରରେ ଗୋଲ ବୁଲାଇବା। ପିଲାମାନେ ଦେଖ, ମୋ ଅକ୍ଷର କେଉଁ କୋଉଟା ଅଛି? ସେଥିରେ ଆମେ କ'ଣ କରିବା? ଗୋଲାକାର କରିବା। ସମସ୍ତେ ଦେଖ, ଏଇଟା ମୋ ଅଛି, ଏମିତି ଗୋଲାକାର କରିବା। ଏଇଟା ମୋ ଅଛି, ଏମିତି ଗୋଲାକାର କରିବା। ଏ ତଳରେ କେଉଁ କେଉଁ ପାଖରେ ମୋ ଅଛି, ତମେ ସେଥିରେ କ'ଣ କରିବ? ଗୋଲାକାର ବୁଲାଅ।
ଦେଖ ଏଇଟା ଦେଖି ଦେଖି ଲେଖିବା କେମିତି ଲେଖିବା ପିଲାମାନେ ଦେଖ ଏଇଟାକୁ ଆମେ ଦେଖି ଦେଖି ଏଇଟା ମୋ ଲେଖା ହେଇଛି ଦେଖୁଛ ଏମିତି ଏଟାକୁ ଦେଖି ଦେଇକି କ'ଣ କରିବା ଏମିତି ମୋ ଲେଖିବା ଏମିତି ସମସ୍ତେ ଲେଖ ନମ୍ବର 5 ଦେଖ କ'ଣ ଅଛି 5ରେ ତଳ ଚିତ୍ରକୁ ଚିହ୍ନ ପିଲାମାନେ ଦେଖ ତଳ ଯେଉଁ ଚିତ୍ର ମଧ୍ୟ ସେ ଚିତ୍ରକୁ ଚିହ୍ନ ପିଲାମାନେ କ'ଣ କ'ଣ ଯେଉଁ ଚିତ୍ର ନାମ ଗ ଅକ୍ଷରରୁ ଆରମ୍ଭ ତାର ତଳେ କୋଠରୀରେ ପାସ୍ ଚିହ୍ନ ମାରିବ କେଉଁଟା ଗ ଅକ୍ଷର ଅଛି ପିଲାମାନେ ଗଛ ପାସ୍ ଚିହ୍ନ ମାରିବା ଏଇଟା ନଟୁ ନାହିଁ ପାସ୍ ମାରିବା ନାହିଁ ଗଧ ଗରିଆ ବୁଝିଲ ଏମିତି କର ସମସ୍ତେ 6 ନମ୍ବର ଦେଖ କ'ଣ ଦେଇଛି 6 ନମ୍ବର ଗ ଅକ୍ଷର ଗୋଲ ବୁଲା ପିଲା ଏଥିରେ ଗ ଅକ୍ଷର ଯେଉଁଟା ଅଛି ସେଥିରେ ଏମିତି ଗୋଲ ବୁଲାଅ ହେଲା 7 ଦେଖ ଦେଖି ଦେଖି ଲେଖିବ ପିଲାମାନେ ମୁଁ ଯେଟା ଲେଖିଦେଲି ସେମିତି ଏଇଠିକୁ ଏଇଟା ବି ଗ ଏମିତି ଦେଖି ଦେଇକି ଲେଖ ଏଇଟା 8 ନମ୍ବର ଦେଖ ତଳ ଚିତ୍ରକୁ ଚିହ୍ନି ଯେଉଁ ଚିତ୍ର ନାମ ର ଅକ୍ଷରରୁ ଆରମ୍ଭ ତାର ତଳ କୋଠରୀରେ ପାସ୍ ଚିହ୍ନ ମାର ପିଲା ର ଅକ୍ଷର କେଉଁଟା ଆରମ୍ଭ ପିଲାମାନେ ଦେଖ ଏଇଟା ରଥ ର ପାସ୍ ଚିହ୍ନ ଲସୁଣ ପାସ୍ ଅରଟ ନାହିଁ ସେ ପାସ୍ ଚିହ୍ନ ମାରିବା ନାହିଁ ରକେଟ ପାସ୍ ବୁଝିଲ ଏଥିରେ ଆମେ ପାସ୍ ଚିହ୍ନ ମାରିବା ନାହିଁ ନମ୍ବର 9 ଦେଖ ସାଙ୍ଗ ଛଅ କଥା ହୋଇ ର ଅକ୍ଷର ତଳେ କ'ଣ କରିବ ଠିକ୍ ସେପରି ଗୋଲ ବୁଲାଇବ ଏମିତି ଦେଖ ଏତେ ଗୋଲ ବୁଲାଇବ ହେଲା ର ଅକ୍ଷର ମାନେ ଯେଉଁଠି ଅଛି ସେଥିରେ ଗୋଲ ବୁଲାଇବ ଦେଖି ଦେଖି ବି ଲେଖ ପିଲାମାନେ ଏଇଟା ର ଆଚ୍ଛା ତଳ ଶବ୍ଦ ଗୁଡ଼ିକ ପଢ଼ିବା ପିଲାମାନେ ଦେଖ ପଢ଼ିବା କ'ଣ ଲେଖା ହେଇଛି ତଳ ଶବ୍ଦ ଗୁଡ଼ିକ ଏଇଟା ଚଟ ମ ଗରମ ଟଗର ଚମ ଚର ମଟର ମଗର ବୁଝିଲ ନମ୍ବର 12 ଦେଖ 12ରେ କ'ଣ ଅଛି ଦେଖିବା ଚାଲ ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା ଲେଖିବା ପଢ଼ିବା ଟରେ ପିଲା ଅକ୍ଷର କ'ଣ ଯୋଡ଼ିବା ଟଗରକୁ ଆମେ ଏଥିରେ ଯୋଡ଼ିବା ବୁଝିଲ ଏ ଅକ୍ଷର ମାନେ ଯୋଡ଼ିଲେ କ'ଣ ହେବ ଟରେ ଗର କ'ଣ ହେବ ଟଗର ଠିକ୍ ସେପରି ଦୁଇଟାକୁ ଯୋଡ଼ ନମ୍ବର 13 ଦେଖ ଚିତ୍ର ଗୁଡ଼ିକ ନାମ କୁହ ପିଲାମାନେ ଏଇଟା କ'ଣ ଅରଟ ଅଙ୍ଗୁର ଏଇଟା ଝିଟିକା ଅଦା ଅଧ୍ୱନିରୁ ଆରମ୍ଭ ସେହି ଚିତ୍ର ତଳେ ରଙ୍ଗ ଦିଅ ପିଲାମାନେ ଅରଟ ଏଥିରେ ରଙ୍ଗ ଦେବ ଏଥିରେ ଅଙ୍ଗୁର ଏଥିରେ ଦେବ ନାହିଁ ରଙ୍ଗ ଅଦା ଏଥିରେ ରଙ୍ଗ ଦେବ ନମ୍ବର 14 କ'ଣ ଅଛି ଅକ୍ଷରରେ ଗୋଲ ବୁଲା ଏଇଟା ଠିକ୍ ସେପରି ପିଲାମାନେ ଅକ୍ଷର ଗୋଲ ବୁଲାଇବ ଯେଟା ଅଛି ହଁ ନମ୍ବର 15 ଦେଖ ଆସ ଦେଖି ଦେଖି ଆମେ କ'ଣ ଲେଖିବା ଏଇଟା ଠିକ୍ ମାନେ ଲେଖିବ 16 ନମ୍ବର ଦେଖ ସାଙ୍ଗ ଛଅ କଥା ହୋଇ ବିଦ୍ୟାଳୟକୁ ଯିବା ପାଇଁ ତଳ ରାସ୍ତାରେ ତ ସେ କ'ଣ ଅଛି ରାସ୍ତା ଦେଖ ଖୋଜିବା ପିଲାମାନେ ଏ କେଉଁ ରାସ୍ତାରେ ଗଲା ଆମେ ବିଦ୍ୟାଳୟ ଏଥିରେ ପହଞ୍ଚିବା ଦେଖ এই ରାସ୍ତା ଦେଇକି ଆମେ ଏମିତି 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 ଆସିବା ଏମିତି ଆସିକି ବିଦ୍ୟାଳୟକୁ ପହଞ୍ଚିଯିବା ବୁଝିଲ ଦେଖ ଏଇ ବାଟ ଦେଇକି ଆସିଲେ ଆମେ କ'ଣ କରିବା ବିଦ୍ୟାଳୟକୁ ପହଞ୍ଚି ଯିବା ଠିକ୍ ଅଛି ପିଲାମାନେ ଆଜି ତ ସମୟ ଯେତେ ହେଇଛି ଏ ପାଠକୁ ସମାପ୍ତ କରିବା ଥ୍ୟାଙ୍କ ୟୁ